ମଣିଷ ମରିଗଲା ପରେ ଆତ୍ମାର କ'ଣ ହୁଏ? ନମସ୍କାର ଶ୍ରୋତା ବନ୍ଧୁ, ଆମ ଚ୍ୟାନେଲ ଆର୍.ଏନ୍.ବି ଷ୍ଟୋରି ଡାଏରୀକୁ ଆପଣମାନଙ୍କୁ ସ୍ୱାଗତ। ବନ୍ଧୁଗଣ, ଗରୁଡ଼ ପୁରାଣରେ ଜନ୍ମ, ମୃତ୍ୟୁ, ସ୍ୱର୍ଗ, ନର୍କ, ମୃତ୍ୟୁ ପୂର୍ବର କାମ, ମୃତ୍ୟୁ ପରର କାମ ଏବଂ ଜ୍ଞାନ ବିଜ୍ଞାନ ନୀତିନିୟମ ବିଷୟରେ ବର୍ଣ୍ଣନା କରାଯାଇଛି। ଆଜି ଆମେ ଆପଣମାନଙ୍କ ପାଇଁ ଗରୁଡ଼ ପୁରାଣରେ ବର୍ଣ୍ଣନା କରାଯାଇଥିବା କିଛି ଖାସ୍ କଥା ନେଇ ଆସିଛୁ। ତେବେ ଆସନ୍ତୁ କିଛି ସମୟ ବାହାର କରି ଶୁଣିବା ମଣିଷ ମରିଗଲା ପରେ ଆତ୍ମାର କ'ଣ ହୁଏ। ତେବେ ଭିଡ଼ିଓ ଆରମ୍ଭ କରିବା ପୂର୍ବରୁ ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି କି ଯଦି ଆପଣ ଆମ ଚ୍ୟାନେଲକୁ ଏପର୍ଯ୍ୟନ୍ତ ସବସ୍କ୍ରାଇବ୍ କରିନାହାନ୍ତି ତେବେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଆସୁଥିବା ଘଣ୍ଟି ଚିହ୍ନକୁ ଦବାଇ ଦିଅନ୍ତୁ, ଯାହାଦ୍ୱାରା ଆମର ସବୁ ନୂଆ ଭିଡ଼ିଓର ନୋଟିଫିକେସନ୍ ଆପଣଙ୍କ ପାଖରେ ପହଞ୍ଚି ପାରିବ। ଭିଡ଼ିଓ ଶେଷ ହେବା ପର୍ଯ୍ୟନ୍ତ ଦେଖନ୍ତୁ ଏବଂ ଭଲ ଲାଗିଲେ ଗୋଟେ ଲାଇକ୍ କରିବା ସହିତ ସାଙ୍ଗସାଥୀମାନଙ୍କୁ ସେୟାର କରିଦିଅନ୍ତୁ। ବନ୍ଧୁଗଣ, ଯଦି ଜଣେ ବ୍ୟକ୍ତି ସ୍ୱପ୍ନରେ ଆଉ କାହାର ମୃତ୍ୟୁ ହୋଇଛି ବୋଲି ଦେଖେ ତେବେ ନିଜର ଲୋକ କାହାର ମୃତ୍ୟୁ ହୋଇପାରେ ବୋଲି ସଂକେତ ମିଳିଥାଏ। କିନ୍ତୁ ଯଦି ନିଜ ଲୋକ କାହାର ମୃତ୍ୟୁ ହୋଇଛି ବୋଲି ସ୍ୱପ୍ନ ଦେଖେ ତେବେ ଅନ୍ୟର ମୃତ୍ୟୁର ସଂକେତ ମିଳିଥାଏ। ଗରୁଡ଼ ପୁରାଣ ଅନୁସାରେ ଯେଉଁମାନଙ୍କର ଆତ୍ମହତ୍ୟା, ଦୁର୍ଘଟଣା କିମ୍ବା କେହି ଅନ୍ୟ ଜଣେ ମାରିଦେବା ଭଳି ଅକାଳ ମୃତ୍ୟୁ ହୋଇଥାଏ ସେମାନଙ୍କ ଜୀବନଚକ୍ର ସମ୍ପୂର୍ଣ୍ଣ ହୋଇନଥାଏ, କିନ୍ତୁ ସେମାନେ ମୃତ୍ୟୁକୁ ପ୍ରାପ୍ତ କରିଥାନ୍ତି। ସେମାନଙ୍କୁ ଯମଦୂତମାନେ ନେବା ପାଇଁ ଆସିନଥାନ୍ତି। ଯେତେ ବର୍ଷ ପର୍ଯ୍ୟନ୍ତ ତାଙ୍କର ଆୟୁଷ ସମ୍ପୂର୍ଣ୍ଣ ହୋଇନଥାଏ ସେତେ ବର୍ଷ ପର୍ଯ୍ୟନ୍ତ ସେହି ଆତ୍ମା ଭୂତ, ପ୍ରେତ, ପିଶାଚ ଆଦି ଯୋନିରେ ଘୁରି ବୁଲୁଥାଏ ଏବଂ ବହୁତ କଷ୍ଟ ସହିଥାଏ। ଗରୁଡ଼ ପୁରାଣ ଅନୁସାରେ ଜଣେ ମଣିଷ ମରିବାର 1 ଘଣ୍ଟା ପୂର୍ବରୁ ତାଙ୍କର ଇନ୍ଦ୍ରିୟ କାମ କରିବା ବନ୍ଦ ହୋଇଯାଏ। ଶରୀର ନୀଳ କିମ୍ବା ଇଷତ ଲାଲ ରଙ୍ଗ ପଡ଼ିଯାଏ। ପିତୃପୁରୁଷମାନେ ଆଖପାଖରେ ଦେଖାଯାଆନ୍ତି। ଦେହ, ହାତ, ଗୋଡ଼ ସବୁ ଥଣ୍ଡା ପଡ଼ିଯାଏ। ମଣିଷ ମରିବାର ପୂର୍ବ 40 ସେକେଣ୍ଡ ବହୁତ କଷ୍ଟଦାୟକ ଅଟେ, କାରଣ 40 ସେକେଣ୍ଡ ମଧ୍ୟରେ ମଣିଷର ସବୁ ପାପ ଏବଂ ପୁଣ୍ୟ ଦେଖାଯାଇଥାଏ। ମସ୍ତିଷ୍କ ପ୍ରଖର ଗତିରେ ଚାଲିଥାଏ। ସେ କିଛି ବି କହିପାରିନଥାଏ। କମ୍ ସମୟ ମଧ୍ୟରେ ଏତେ ଗୁଡ଼ାଏ କଥା ଦେଖିବା ଦ୍ୱାରା ବିଚଳିତ ହୋଇ ମଣିଷ ଶେଷ ନିଶ୍ୱାସ ତ୍ୟାଗ କରିଥାଏ। ମଣିଷର ମୃତ୍ୟୁ ସମୟରେ ତାଙ୍କର ମୁଣ୍ଡ ପାଖରେ ବସି ଗୀତା, ଭାଗବତ ଏବଂ ଗରୁଡ଼ ପୁରାଣ ଇତ୍ୟାଦି ପୁରାଣ ଶାସ୍ତ୍ର ପାଠ କରିବା ଆବଶ୍ୟକ। ଏହାଦ୍ୱାରା ଆତ୍ମାକୁ ଶାନ୍ତି ମିଳିଥାଏ ଏବଂ ଆତ୍ମା ସ୍ୱର୍ଗକୁ ଯାଇଥାଏ। ମଣିଷ ମରିବା ପରେ ତାର ଆତ୍ମା ଯମପୁରକୁ ଯାଇଥାଏ। ସେଠାରେ ତାର ପାପ ପୁଣ୍ୟର ହିସାବ କରାଯାଇଥାଏ। 24 ଘଣ୍ଟା ପରେ ଆତ୍ମା ପୁଣି ନିଜ ଘରକୁ ଫେରି ଆସିଥାଏ ଏବଂ 13 ଦିନ ପର୍ଯ୍ୟନ୍ତ ଘରେ ରହିଥାଏ। 13 କର୍ମ ପରେ ଯମଦୂତମାନେ ସେହି ଆତ୍ମାକୁ ନେଇଯାଆନ୍ତି। ଆତ୍ମା ଘରେ ରହି ପରିବାର ଲୋକଙ୍କୁ ବହୁତ କଥା କହିବାକୁ ଚେଷ୍ଟା କରିଥାଏ, କିନ୍ତୁ ତାର କଥା କେହି ଶୁଣିପାରନ୍ତି ନାହିଁ। ଯଦି ପରିବାର ଲୋକମାନେ ଦୁଃଖୀ ହୁଅନ୍ତି ତେବେ ଆତ୍ମା ମଧ୍ୟ ଦୁଃଖୀ ହୋଇଥାଏ। ଗରୁଡ଼ ପୁରାଣ ଅନୁସାରେ ଆତ୍ମା 13 କର୍ମ ପର୍ଯ୍ୟନ୍ତ ଘରେ ରହି ଶରୀରରେ ପ୍ରବେଶ କରିବାକୁ ଚେଷ୍ଟା କରେ, କିନ୍ତୁ ଯମଦୂତମାନଙ୍କ ବନ୍ଧନରୁ ଆତ୍ମା ବାହାରିକି ଆସିପାରେ ନାହିଁ। ମୃତ ବ୍ୟକ୍ତିକୁ ଦାହ କରିବା ସମୟରେ ତାକୁ ଡାକିବା ଉଚିତ ନୁହେଁ। ଏହାଦ୍ୱାରା ପ୍ରେତ ରୂପରେ ଆସି ସେ ଘର ଲୋକଙ୍କୁ ହଇରାଣ କରିଥାଏ। ଶବ ଦାହ କରି ଫେରିବା ସମୟରେ ପଛକୁ ବୁଲି ଚାହିଁବା ଉଚିତ ନୁହେଁ। ଏହାକୁ ଅଶୁଭ ମାନାଯାଇଥାଏ। ହିନ୍ଦୁ ଧର୍ମଶାସ୍ତ୍ର ଅନୁସାରେ ଜଣେ ବ୍ୟକ୍ତିର ମୃତ୍ୟୁ ପରେ ଅନ୍ତିମ ସଂସ୍କାର ସମୟରେ ତାର ମୁଣ୍ଡକୁ 3 ଥର ପିଟା ଯାଇଥାଏ। ମସ୍ତିଷ୍କ ପୁରା ନଷ୍ଟ ନ ହେଲେ ଆତ୍ମାକୁ ଶାନ୍ତି ମିଳେ ନାହିଁ ଏବଂ ପୁନଃ ଜନ୍ମରେ ବାଧା ସୃଷ୍ଟି ହୋଇଥାଏ। ମସ୍ତିଷ୍କ ପରଜନ୍ମରେ ବିକଶିତ ହୋଇନଥାଏ। ଜଣେ ବ୍ୟକ୍ତି ମରିଯିବା ପରେ ଆତ୍ମୀୟସ୍ୱଜନମାନେ ଲଣ୍ଡା ହୋଇଥାନ୍ତି, କାରଣ ଶରୀରର ଶୁଦ୍ଧତା ପାଇଁ ଏହି ବିଧି କରାଯାଇଥାଏ। ମୃତ ଦେହକୁ ଛୁଇଁବା ଦ୍ୱାରା ଶରୀରରେ ଅନେକ ରୋଗ ସୃଷ୍ଟି ହୋଇପାରେ, ସେଥିପାଇଁ ଲଣ୍ଡା ହେବାକୁ ପଡ଼ିଥାଏ ଏବଂ ଶୁଦ୍ଧତା ପାଇଁ ନଖ ମଧ୍ୟ କଟାଯାଇଥାଏ। ମରିଯାଇଥିବା ଲୋକର ପୋଷାକ, ଗହଣା ଇତ୍ୟାଦିକୁ ପରିବାର ଲୋକମାନେ ବ୍ୟବହାର କରିବା ଉଚିତ ନୁହେଁ। ପୋଷାକକୁ ଅନ୍ୟକୁ ଦାନ ଦେବା ଦ୍ୱାରା ମୃତ ଲୋକର ଆତ୍ମାକୁ ଶାନ୍ତି ମିଳିଥାଏ ଏବଂ ଗହଣାକୁ ଭାଙ୍ଗି ଅନ୍ୟ ଗହଣା ତିଆରି କରି ପିନ୍ଧିବା ଉଚିତ କିମ୍ବା ଗହଣାକୁ ମନ୍ଦିରରେ ଦାନ କରିଦେବା ଉଚିତ। ଯେଉଁ ସ୍ଥାନରେ ଲୋକର ମୃତ୍ୟୁ ହୋଇଥାଏ ସେହି କୋଠରୀକୁ ଖାଲି କରି ରଖିବା ଉଚିତ ନୁହେଁ। ଏହାଦ୍ୱାରା ଅଶୁଭ ଶକ୍ତି ଘରକୁ ପ୍ରବେଶ କରିଥାଏ। ଏଥିସହିତ ନିଶ୍ଚୟ ଧ୍ୟାନ ଦେବା ଆବଶ୍ୟକ। ଏଥିପ୍ରତି ନିଶ୍ଚୟ ଧ୍ୟାନ ଦେବା ଆବଶ୍ୟକ।
प्रतिदिन पिंडदान करने द्वारा 13 दिन पर्यंत आत्मार अंग प्रत्यंग गठित होता है। जमलोक को जीवाई आत्मा को शक्ति मिलता है। जमपुर को जीवाई आत्मा को पाखापाखि 1 वर्ष समय लगी था। प्रति मासरे पिंड देवा द्वारा 1 वर्ष पर्यंत आत्मा को शक्ति मिलता है। ब्राह्मण भोजन कराइबा द्वारा आत्मा को दि जाइथिबा जमदूता जातना कम होता है। गर्भरे थिबा शिशु किंबा 2 वर्षरू कम शिशुर जदि मृत्यु हो जाए तेबे सेमानंकर दाह संस्कार करा जाई न थाए। सेमानंकु पोता जाई थाए कारण एही शिशु मानंकर शरीर प्रति लोभ बा मोह आसी न थाए। तेणु एमाने मरीगले भी पुणी थरे शरीर को प्रवेश करिया को चेष्टा करि न थांती। छोट पिलाटीए मरीगले ताकु स्वर्गरे जागा मिलता है। नरक द्वारा सेमानंक पई बंद हो जाई थाए कारण कम वयस्क पिलामानंकर भूल को भगवान क्षमा करि देथांती। सेमाने पाप कि पुण्य किछि भी जानि न थांती। जहा भूल करंती अजाणतरे करिथांती। मनीष सोईगला परे आत्मा चारिआडे घूरी बुलुथाए। प्रश्न उठे जे आत्मा शरीररू बाहरिले मनीष मरी जाए किंतु निद्रा अवस्था आत्मा स्व इच्छा शरीररू बाहरी थाए एवं प्रवेश करिथाए। मृत्यु परे आत्मा थरे शरीररू बाहरिले आउ थरे शरीर रे प्रवेश करि पारि न थाए। गरुड़ पुराण अनुसार जो व्यक्ति सबुबले माछ मांस खाई थाए अन्य को हत्या करि थाए ताकू नरकदंड भोगिବାକୁ पड़िथाए। यह निश्चय सत्य। करिथिबा पापर 100 गुणा कष्ट भोगिବାକୁ पड़िथाए। जो माने अंध मूक किंबा शारीरिक अक्षम इत्यादि रही थांती सेमाने पूर्व जन्म रे बहुत पाप कर्म करी नरक भोग करिसंती एवं पुणी थरे प्रायश्चित करबाकू मनुष्य जीवन पाइछंती बोली संकेत मिलिथाए जहाँकि गरुड़ पुराण रे वर्णना करा जायछि। जो माने पुरुष होई मध्य स्त्री जीवन बहुत भल बोली कहि थांती किंबा स्त्री मानक परी किछि कार्य जेमिति कि चालीचलन कथावार्ता स्त्री मानक परी नकल करि थांती सेमाने पर जन्म रे स्त्री होई जन्म होई थांती। बंधुगण जदि ए भिडियोटी आपण मानकु भल लागिला तेबे गोटे लाइक करबा सहित सांगसाथी मानकु शेयर करि दियंतु। एही भली नुआ नुआ भिडियो देखिबा पई हम चैनल को सब्सक्राइब करी पाखरे आसुथिबा घंटी चिन्ह को दबाई दियंतु। कमेंट रे थरे लिखि दियंतु जय जगन्नाथ स्वामी। तांकर कृपा हेले आपणकर सब इच्छा पूर्ण हेबो। वीडियो शेष पर्यंत देखिथिबारु आपण मानकु धन्यवाद। जय जगन्नाथ स्वामी। नमस्कार।